ପ୍ରବଳ ବର୍ଷା ହେଉଛି, ତା ସହିତ ପ୍ରସାଦ ସେବନ ମଧ୍ୟ ଚାଲିଛି। ଆଉ ଆମର କ୍ଲବ୍ ମେମ୍ବରମାନେ ସବୁ ଲାଗି ପଡ଼ୁଛନ୍ତି ଆଉ ସବୁ କେମିତି ହେବ। ତ ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଆଉ ଥରେ ସ୍ୱାଗତ। ବ୍ଲଗ୍ ଆରମ୍ଭ ହେଉଛି ରାତିରେ, ସନ୍ଧ୍ୟାବେଳଟାରେ ବ୍ଲଗ୍ ଆରମ୍ଭ ହେଉଛି। ଆଉ ବ୍ଲଗ୍ ସନ୍ଧ୍ୟା 7ଟାରୁ ହିଁ ଆରମ୍ଭ। ଦେଖନ୍ତୁ 7ଟାରେ ବ୍ଲଗ୍ ମୁଁ ଆରମ୍ଭ କଲି, କେତେ ଜୋର ବର୍ଷା ଯେ ନାଦୁଛି ପକା, ପୁରା ଢାଳୁଛି ବର୍ଷାର ମାନେ ଏତେ ଜୋର ବର୍ଷା ହେବ ବୋଲି କେହି ବିଶ୍ୱାସ କରୁନଥିଲି। କିଛି ନଥିଲା, ଦିନ ସାରା ଖରା ଥିଲା, ଆଉ 4ଟା ବେଳୁ ଟିକେ ମେଘ ଉଠେଇଥିଲା, ଦେଖିଲା ବେଳକୁ ଏଇନେ ପୁରା ଢାଳୁଛି ଯେ ବାଧ୍ୟ ହୋଇକି ମାଇକ୍ ସାଉଣ୍ଡ ସବୁ ବନ୍ଦ କରିବାକୁ ପଡ଼ିଲା। ଆଉ ମାନେ ଏପର୍ଯ୍ୟନ୍ତ ବି ଆମର ଗେଷ୍ଟ ଆସିନାହାନ୍ତି, ଗେଷ୍ଟ ଆସିବେ, ଫିତା କଟା ହେବ। ଫିତା କଟା ସରିଲା ପରେ ଭୋଜନ ମାନେ ପ୍ରସାଦ ସେବନ ତ ଚାଲିଛି, ତା ସହିତ ଦେଖନ୍ତୁ ଆସିଗଲେଣି, ଫିତା ବନ୍ଧା ହେଇଛି, କଟା ହେବ। ଆଉ ଏବେ ତ ବର୍ଷା ନାଦୁଛି, କରିବୁ କ'ଣ? ସମସ୍ତେ ଠିଆ ହେଇଛନ୍ତି, ସବୁ ବସିଛନ୍ତି, ସମସ୍ତେ ଚେୟାରରେ ବସିଛନ୍ତି। ଆଉ ଯେଉଁମାନେ ବାହାରେ ମଧ୍ୟ ସେ ସାଇଡ଼୍ରେ ଠିଆ ହେଇଛନ୍ତି। ଏପଟେ ମାନେ ଏତେ ଜୋର ଦେଖନ୍ତୁ କେତେ ଜୋର ଢାଳୁଛି, ପାଣି ଦେଖନ୍ତୁ କେତେ ଜୋର ପାଣି ଢାଳୁଛି ବର୍ଷା। ଆଉ ସମସ୍ତଙ୍କୁ ସାଇଡ଼୍ କରିବାକୁ ଲୋକ ଭଜନ ସନ୍ଧ୍ୟା ଯେ ସଙ୍ଗୀତ ପରିବେଷଣ କରିବାକୁ ଆସିଛନ୍ତି, ସେ ବି ସାଇଡ଼୍ରେ ଠିଆ ହେଇଛନ୍ତି। ଆଉ ବର୍ଷା ତ ଢାଳୁଛି, କ'ଣ କରାଯିବ? ନାଦୁଛି ବର୍ଷା, ବାଦଲ ଫଟା ଭଳିଆ ବର୍ଷା ହେଉଛି। ଆଉ ଏ ସବୁ କାଉଁଳିଆ ଭାଇମାନେ ଏଇ ପାଖାପାଖି ଆମର ବଳିଶ ମୌଜା ନୀଳକଣ୍ଠେଶ୍ୱର ପାଖକୁ ଯାଉଛନ୍ତି ସବୁ ପାଣି ଢାଳିବା ପାଇଁକା। ଶ୍ରାବଣ ମାସରେ ଏଇଟା ଚତୁର୍ଥ ସୋମବାର ପଡ଼ୁଛି, ଲାଷ୍ଟ ପାଳିରେ ପୁରା ଲଘୁଚାପ ବର୍ଷା ପୁରା ଢାଳୁଛି। ମଉସା ଉଠିକି ପଳେଇଲେଣି ସେ ଭିତରୁ। ତ ସେପଟେ ପ୍ରସାଦ ସେବନ ଚାଲିଛି। ଆଉ ଲୋକ ଖାଇବାକୁ ଯାଇ ଦେଖନ୍ତୁ ବାକି ଦେଖାଯାଉନି, ଏତେ ଜୋର ବର୍ଷା ହେଉଛି, ଘଡ଼ଘଡ଼ିକି ଏତେ ଜୋର ବର୍ଷା ହେଉଛି, କିଛି ଦେଖା ହିଁ ଯାଉନି, ଏତେ ଜୋର ବର୍ଷା ହେଉଛି। ବର୍ଷାକୁ ପୁଣି ପବନ ବି ମଧ୍ୟ ହେଉଛି। ସମସ୍ତେ କ୍ଲବ୍ ମେମ୍ବରମାନେ ବି ସାଇଡ଼୍ ଠିଆ ହେଇଛନ୍ତି, ସେପଟେ ଏମାନେ ବି ସାଇଡ଼୍ରେ ଠିଆ ହେଇଛନ୍ତି। କ'ଣ କରିବା ଆଉ, ବର୍ଷା ତ ନାଦୁଛି ପକେଇକି। ଆଉ ବର୍ଷା ଢାଳୁଛି ଯେଉଁ ଭଳିଆ ଢାଳୁଛି, ଟିକେ ବର୍ଷା ଛାଡ଼ିଲା, ଗେଷ୍ଟ ଆସିଲେଣି, ଗେଷ୍ଟ ସବୁ ଆସୁଛନ୍ତି। ଆଉ ବର୍ଷା ଟିକେ ଛାଡ଼ିଛି, ଏବେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଆସିବେ, ଆସ୍ତେ ଆସ୍ତେ ଆସିଲେଣି, ଗେଷ୍ଟ ଆସିଲେଣି, ଆଉ ସମସ୍ତେ ଉପରକୁ ବି ଗଲେଣି। ଏବେ ଆରମ୍ଭ ହେବ କାର୍ଯ୍ୟକ୍ରମ। ଢାଳୁଛି ମାନେ ଆଉ ଟିକେ ଏବେ ଛାଡ଼ିଲା, ମାନେ ମିନିମମ୍ 2 ଘଣ୍ଟା ପାଖାପାଖି ବର୍ଷା ପୁରା ଢାଳୁଛି। ଆସିଲେଣି, ଗେଷ୍ଟ ଆସିଲେଣି। ଆଉ ସବୁ ମହାଦେବଙ୍କ ଇଚ୍ଛା। ଫିତା କଟା ହେବ, କିଛି ସମୟ ପରେ ଫିତା କଟା ହେବ। ଏପଟେ ଚାଲିଛି, ଭୋଜନ ଚାଲିଛି। ଆଉ କ୍ଷୀରି, ପୁରୀ, କ୍ଷୀରି, ଏପଟେ ଡାଲମା ହେଉଛି, ପୁରୀ ବେଲା ହେଉଛି, ସେପଟେ ପୁରୀ ବେଲା ହେଉଛି, କ୍ଷୀରି ଥୁଆ ହେଇଛି, ଏପଟେ ବୁନ୍ଦି ଥୁଆ ହେଇଛି। ଆଉ ପାଖାପାଖି 1000-2000 ଲୋକ ଖାଇବେ। ଏପଟେ ପୁରୀ ଛଣା ଚାଲିଛି, ବେଲା ଚାଲିଛି, ସେପଟେ ଗୁଳା କଟା ହେଇକି ଥୁଆ ହେଇଛି। ଏପଟେ ପ୍ରସାଦ ସେବନ ଚାଲିଛି, ଏପଟେ ଗୁଳା କଟା ହେଇକି ଥୁଆ ହେଇଛି, ପୁରୀ ଛଣା ଚାଲିଛି। ଆସିଲେଣି, ଏବେ ଫିତା କଟା ହେବ। ତ ସାଙ୍ଗମାନେ ଫିତା କଟା ହେବ। ଏବେ ସେପଟେ ପ୍ରସାଦ ସେବନ ତ ଚାଲିଛି, ସେମିତି ଚାଲିବ ରାତି ସାରା। ଆଜି ପ୍ରସାଦ ସେବନ ଚାଲିବ, ବର୍ଷାକୁ କିଛି ଖାତିର ନାହିଁ। କାଉଁଳିଆ ବେଳେ ମାନେ ଗୀତ ଗାଇ ଚାଲିବେ, ପ୍ରସାଦ ସେବନ ଚାଲିଛି। ଏପଟେ ଫିତା କଟା ହେବ, ସାଙ୍ଗମାନେ ଦେଖନ୍ତୁ ଗେଷ୍ଟ ଆସିଗଲେଣି, ଫିତା କଟା ଆରମ୍ଭ ହୋଇଯିବ ଏବେ। ସେପଟେ ଫିତା କଟା ସରିଲା ପରେ ଭଜନ ସନ୍ଧ୍ୟା ଚାଲିବ। ବହୁତ ସୁନ୍ଦର ଭଜନ ରାତି ସାରା ଚାଲିବ। ଫିତା କଟା ହେଲା, ଆମର ମୁଖ୍ୟ ଅତିଥି ଫିତା କାଟୁଛନ୍ତି ଫିତା। ତ ସାଙ୍ଗମାନେ ଏମିତି ଫିତା କଟା ଚାଲିଲା, ରାତି ସାରା ଭଜନ ଚାଲିବ। ଏପଟେ ପ୍ରସାଦ ସେବନ ଚାଲିଛି। ଆଉ ଯଦି ଆପଣଙ୍କୁ ମୋ ଭିଡ଼ିଓ ଭଲ ଲାଗୁଥିବ, ତାହେଲେ ନିହାତି ଭାବେ ଲାଇକ୍, ସବସ୍କ୍ରାଇବ୍ କରିବେ। ଆଉ କମେଣ୍ଟରେ ହର ହର ମହାଦେବ